नमस्तु अनंताय सहस्रमूर्तये सहस्रपादाखिचिररूपा सहस्रनाम्नि ब्रह्मानन्दं परमफलं केवलं ज्ञानमूर्ति द्वन्द्वातीतं गगनसदृशं तत्त्वमसि एकनित्यं सर्वाधीशात्मकं भावातीतं त्रिगुणरहितं समस्त भक्त मानू श्रोता मानू पवित्र परिवार तीर्थ शिशु अनंत क्षेत्र बलिया शुभेच्छा प्रदान करुछि। शुभेच्छा प्रदान करने सहित विश्वपति पाखरे शुभ कामना समस्त करुछि। विश्व आज अशांत युद्धर विभीषिका ध्वंसास्त्र ध्वंसलीला ये सब देखी आम मानक मनरे गोटे आसूची कि यही भलिया गोटे संधिगान मुहूर्त आम मानक प्रभु जन्म देल कहीं जदि जन्म देल ताले आम पे कर्म कौन आम तो हल बुले पारिबुनी कि इलेक्ट्रिक तार सजाड़ी पारिबुनी ताले आम कौन करिबु। तेणु आमको मूलरू शिक्षा दि जाइछि तुमे विश्वर शांति पे प्रार्थना कर। आम प्रार्थना जदि भूल होउछि ताहले आमको से भली दंड दिया जाऊ कि आमको परोक्षरे जणे दिया जाऊ। तेणु ए पाखरे विश्व शांति पई मंत्र स्वप्न रे आपण माने विश्वपति पठाउछन्ति कौन चिंता करिवो से कथा मध्य कहउछन्ति। आमे से कथा सब कला परे भी विश्वर शांति तो एपर्यंत होनी। गोटे कथा मु देखिली आमे तो बहुत भलरे अच्छे इस्राएल रे गोटे कौन बम ना कौन गोटे फुटब तांकर साइरन हो गला एवं डिक्लेयर हो गला जे समस्ते बंकर को पलाओ। मुझे टीवी परदार देखुए लोक माने पिला छुआ को धरी से जो प्रकार दौड़ू था ये बुझे आज आम प्रार्थना आम धर्मर गारिमा ये केते दूर पर्यंत आमको भेद कर। आमे जो धर्मर ना सब कहूचु ये तो सब परवर्ती समय आमे ना देइछु किंतु धर्म तो थिला बहु पूर्वर धर्म ही पृथ्वी की गढ़ी। ये जो धर्म आमे सब भिन्न भिन्न नाम रे नामित करिछु ये धर्मर लोक माने कौन शिखिछन्ति। धर्म कौन सृष्टि होइतला खाली मारिबा हानिबा कुटी काटिबा एई पे धर्म सृष्टि होइतला। जदि भी कही कहे जदि भी नुह जने 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 कहउचन्ति मध्य आम धर्म रे एया लेखा अछि ताहले
ସେ ଧର୍ମରେ ଲେଖା ଅଛି ଆମର ସମସ୍ତଙ୍କୁ ମାରିବ। ତାହେଲେ ସେଇ ସର୍ବଶକ୍ତିମାନଙ୍କୁ ସେଇମାନେ ପ୍ରାର୍ଥନା କରୁନାହାନ୍ତି। ସିଏ ଅନ୍ୟାନ୍ୟ ଧର୍ମାବଲମ୍ବୀମାନେ ଜନ୍ମ ହେଇଛନ୍ତି, ତାଙ୍କୁ ବେଳକୁ ଜନ୍ମ ଦିଅନ୍ତୁ। ଜନ୍ମ ନଦେଲେ ଧର୍ମ ପ୍ରଚାର ହେବ। ତେଣୁ ଧର୍ମ କ୍ଷେତ୍ରରେ ଆମେ ଯେଉଁ ଧର୍ମ କହୁଛୁ ସେ ଧର୍ମ ନୁହେଁ। ଗୀତା ଯେଉଁ ଧର୍ମକ୍ଷେତ୍ର କଥା କହୁଛନ୍ତି ସେ ସ୍ୱତନ୍ତ୍ର ଧର୍ମକ୍ଷେତ୍ରରେ। ଜଗତ ହିଁ ଧର୍ମର କ୍ଷେତ୍ର। ପାହାଡ଼ ପର୍ବତ ନଦ ନଦୀ ଜଳଠୁ ଆରମ୍ଭ କରି ପଶୁ ପକ୍ଷୀ କୀଟ ପତଙ୍ଗ ମନୁଷ୍ୟ ପର୍ଯ୍ୟନ୍ତ, ସୂର୍ଯ୍ୟ ଚନ୍ଦ୍ର ତାରା ଗ୍ରହ ନକ୍ଷତ୍ର ମହାଶୂନ୍ୟ ପର୍ଯ୍ୟନ୍ତ ଏଇ ବଳୟ ହେଉଛି ଧର୍ମକ୍ଷେତ୍ର। ସକାଳୁ ସୂର୍ଯ୍ୟ ଉଦୟ ହୁଅନ୍ତି, ସନ୍ଧ୍ୟାରେ ଅସ୍ତ ହୁଅନ୍ତି। ଚନ୍ଦ୍ରମା ଉଦୟ ହୁଅନ୍ତି, ଚନ୍ଦ୍ରମା ଅସ୍ତ ହୁଅନ୍ତି। କୋଟି କୋଟି ନକ୍ଷତ୍ର ମାନଙ୍କର ଆଲୋକ ଆମେ ଦେଖୁ, ସେ ପୁଣି ସୂର୍ଯ୍ୟଙ୍କର ଆଲୋକ। ଏଇ ଯେଉଁ ବୈଚିତ୍ର୍ୟମୟ ଦୁନିଆ, ଏଇ ହେଉଛି ଧର୍ମକ୍ଷେତ୍ର। କୁରୁକ୍ଷେତ୍ର କହିଲେ କେବଳ ପୃଥିବୀ। ପୃଥିବୀ ବ୍ୟତୀତ କୁରୁକ୍ଷେତ୍ର ଆଉ କୋଉଠି ନାହିଁ। ଏଠି ଯିଏ ଜନ୍ମ ହେବ ସେ କର୍ମ କରିବ। ସେଥିପାଇଁ କର୍ମଟା ଶୃଙ୍ଖଳିତ ହେବା ପାଇଁ 4ଟି ଜାତିକି ସେ ସୃଷ୍ଟି କରିଥିଲେ। ମାନେ ଗୋଟାଏ ମଣିଷ ଜାତିକି 4 ଭାଗରେ ବିଭକ୍ତ କରିଥିଲେ। ଯେଉଁମାନେ କରିଥିଲେ ସେମାନେ ଅହଙ୍କାରରେ କରିନଥିଲେ, ସେମାନଙ୍କୁ ମଧ୍ୟ ସେଇ ସର୍ବଶକ୍ତିମାନଙ୍କର ପ୍ରେରଣା ଆସିଥିଲା। ତାକୁ ଏମାନେ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ନୁହନ୍ତି, ଉପହାସ କରୁଛନ୍ତି। ଗୋଟିଏ ପରିବାର ଭିତରେ ଶାଶୁ ଠାକୁର ପୂଜା କରେ, ବୋହୂ ରୋଷେଇ କରେ, ତୋରି ନଣନ୍ଦ ଥାଏ ସେ ଘର ଓଳେଇ ଦିଏ। ଏସବୁ ଗୋଟେ ଗୋଟେ କାମ। ଏଇଭଳି ପରିବାର ଯେଉଁଠି ଥାଏ, ବାପା ବଜାରକୁ ଯାଏ ପରିବା ଆଣିବା ପାଇଁ, ସେଇ ପରିବାରଟା ସୁଖୀ ପରିବାର। ସେଠି ଗୋଟେ ଯଦି କାର୍ଯ୍ୟଭାର ଯଦି ବଣ୍ଟନ ହେବନି, ସେ ପରିବାରରେ ଅଶାନ୍ତି କେବେ ଆସିବନି। ସେମିତି ଚାତୁର୍ବର୍ଣ୍ଣମୟା ସୃଷ୍ଟି, ଆକୁ ମଣିଷ କେବେ ସୃଷ୍ଟି କରିନି। ଯିଏ ସେଇ ସର୍ବଶକ୍ତିମାନଙ୍କୁ ଆମ ପାଇଁ ପ୍ରାର୍ଥନା କରିବ, ଜଗତର ଶାନ୍ତି ପାଇଁ ପ୍ରାର୍ଥନା କରିବ, ଯଜମାନର ଶାନ୍ତି ପାଇଁ ପ୍ରାର୍ଥନା କରିବ, ସେ ବ୍ରାହ୍ମଣ। ବ୍ରାହ୍ମଣ ଜାତି ଗୋଟେ ଅଛନ୍ତି, ସିଏ ଗୋଟେ ପ୍ରକାର ବ୍ରାହ୍ମଣ। କିନ୍ତୁ ସବୁ ଜାତି ଭିତରେ ବ୍ରାହ୍ମଣ ଅଛନ୍ତି, ଯେଉଁମାନେ ବ୍ରହ୍ମନିଷ୍ଠ। ଏଇ ମାନବ ସମାଜକୁ ରକ୍ଷା କରିବା ପାଇଁ କ୍ଷତ୍ରିୟମାନଙ୍କୁ ଗୋଟେ କ୍ଷତ୍ରିୟ ବୋଲି ଗୋଟେ ଜାତି ସୃଷ୍ଟି କଲେ। ସେମାନେ ଅସ୍ତ୍ର ଧରିବେ, ଶତ୍ରୁକୁ ଦମନ କରିବେ। ଏ ଶୃଙ୍ଖଳାର କଥା। କୃଷି ଗୋରକ୍ଷ ବାଣିଜ୍ୟାଦି ଯେଉଁମାନେ କରିବେ ସେମାନେ ବୈଶ୍ୟ। ଶୂଦ୍ର କିଏ? ସେବକ। ପିତୃମାତୃ ସେବକ,
ସମାଜ ସେବକ, ରାଷ୍ଟ୍ର ସେବକ, ଜଣେ ବ୍ରାହ୍ମଣ ପୂଜା କରୁଛନ୍ତି ତାଙ୍କ ପାଖରେ ଯିଏ ସହଯୋଗୀ ହେବେ ସେ ସେବକ। ଆମେ ପରିବାର ଗଠନ କରିଛୁ, ପରିବାରରେ ଆମର ଯିଏ ସହଯୋଗୀ, ପଡ଼ୋଶୀ ଯଦି ଆମର ସହଯୋଗୀ ହେବେ, ସିଏ ଆମର ସହଯୋଗୀ ନ ହେବେ, ଶତ୍ରୁ ହେବେ, ପରିବାର ବିକ୍ଷିପ୍ତ ହେବ, ଅଶାନ୍ତି ସୃଷ୍ଟି ହେବ। ଏମିତି ଗୋଟେ ମାନବ ସମାଜ ଅଛି କି ଶୂଦ୍ରଙ୍କୁ ଛାଡ଼ି ଏ ମାନବ ସମାଜ ଗଢ଼ି ଉଠିଛି। ଆପଣମାନେ ନିଜେ ଚିନ୍ତା କର। ଆମେ ଏଗୁଡ଼ିକ କହିଲେ କହୁଛନ୍ତି ହିନ୍ଦୁଙ୍କ କଥା, ଅନ୍ୟ ଧର୍ମର କଥା ମୁଁ କହୁଛି। ଧରନ୍ତୁ ମୁସଲମାନ ଧର୍ମରେ ମୌଲବୀ, ସେ କ'ଣ? ସେ ଆଲ୍ଲାହଙ୍କୁ ପ୍ରାର୍ଥନା କରୁଛି ସମସ୍ତଙ୍କ ମଙ୍ଗଳ ପାଇଁ। ଖ୍ରୀଷ୍ଟିଆନ ମାନଙ୍କ ଭିତରେ ପାଦ୍ରୀ, ଫାଦର, ସେ କ'ଣ କରୁଛନ୍ତି? ତାଙ୍କୁ ପ୍ରିଷ୍ଟ ବୋଲି କୁହାଯାଉଛି। ସେମାନେ କ'ଣ କରନ୍ତି? ଧର୍ମର ପ୍ରଚାର କରନ୍ତି। ସେମାନେ କୋଉ ଦେଶଟା ପୃଥିବୀରେ ଅଛି ସୈନ୍ୟବାହିନୀ କି ଛାଡ଼ି ଦେଶକୁ ଚଳେଇ ପାରୁଛି? ଆଜି ଯୁଦ୍ଧ ହେଉଛି, ମଣିଷ ତ ଯାହା ମରୁଛନ୍ତି, ବେଶୀ ମରୁଛନ୍ତି ସୈନ୍ୟ। ତାହେଲେ ସେ କିଏ? କ୍ଷତ୍ରିୟ। ଆଜି ବିଶ୍ୱର ଅର୍ଥନୀତିଟାକୁ ଯଦି ଦେଖିବା, ଆଜି ସବୁ ଦେଶ ସାଙ୍ଗରେ ସବୁ ଦେଶର ବାଣିଜ୍ୟର କାରବାର ଅଛି। ତେଲ, ଗ୍ୟାସ, ଏଇଭଳି ଭାବରେ ଆମର ବାଣିଜ୍ୟିକ ବ୍ୟବସ୍ଥା ରହିଛି। ଭାରତରୁ ଆମେରିକାକୁ ଯିବ ଗହମ, କି ଆମେରିକାରୁ ଆଉ କିଛି ଆସିବ ଭାରତକୁ। ଚୀନ ଆଉ ଭାରତର ସମ୍ପର୍କ ବ୍ୟବସାୟିକ ସମ୍ପର୍କ। ଭାରତର ତେଲ ଅଭାବ ପଡ଼ିଲା, ରୁଷ କହିଲେ ମୁଁ ଦେବି। ଏଇ ହେଉଛି ବୈଶ୍ୟ ସେବା। ଶୂଦ୍ର କହିଲେ ଘୂଣ୍ୟ ନୁହେଁ, ସିଏ ହେଉଛନ୍ତି ସେବକ। ଆପଣମାନେ ପୂର୍ବାଚାର୍ଯ୍ୟ ମାନଙ୍କୁ ଲକ୍ଷ୍ୟ କରନ୍ତୁ, ଯେଉଁମାନେ ଏ ଦେଶ ସମାଜକୁ ଗଠନ କରିବା ପାଇଁ ପ୍ରାଣ ବଳି ଦେଇଛନ୍ତି, ସଂଗ୍ରାମ କରି ମରିଯାଇଛନ୍ତି, ବନ୍ଦେ ମାତରମ୍ କହିଛନ୍ତି, ଜୟ ହିନ୍ଦ କହିଛନ୍ତି। ନିଜର ପୁଅ ଝିଅ ସ୍ତ୍ରୀକୁ ଛାଡ଼ିକିରି ବିପନ୍ନ ଲୋକଙ୍କ ପାଖରେ ପହଞ୍ଚିଛନ୍ତି। ଆମ ଓଡ଼ିଶାର ଗୋପବନ୍ଧୁ ମଧୁସୂଦନ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ, କିନ୍ତୁ ହିନ୍ଦୁ ମନ୍ଦିର, ଜଗନ୍ନାଥଙ୍କ ମନ୍ଦିର ସୁରକ୍ଷା ପାଇଁ ସେ ମୋକଦ୍ଦମା କରୁଥିଲେ। ତେଣୁ ଶୂଦ୍ର କହିଲେ ଗୋଟେ ଘୂଣ୍ୟ ଜାତି ନୁହେଁ। ଡାକ୍ତରଖାନାରେ ଯେମିତି ନର୍ସମାନ ନ ରହିଲେ ଡାକ୍ତରଖାନା ଚାଲିବନି। ନର୍ସମାନେ କ'ଣ କରନ୍ତି? ରୋଗୀଙ୍କର ସେବା କରନ୍ତି, ସାଲାଇନ୍ ଦିଅନ୍ତି, ଆଉ କ'ଣ ସବୁ ଦିଅନ୍ତି। ତେଣୁ ଯେଉଁ ଦେଶର ଯେଉଁ ଡିପାର୍ଟମେଣ୍ଟରେ ଆପଣ ହାତ ମାରିବେ, ସେଠି ଚାରିଟା ଜାତି ଅଛି: ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର। ସେଇଥିପାଇଁ ଗୀତା ଦାବି କଲେ ଚତୁର୍ବର୍ଣ୍ଣ୍ୟଂ ମୟା ସୃଷ୍ଟ୍ୱା ଗୁଣ କର୍ମ ବିଭାଗ। ଧରନ୍ତୁ ବ୍ରାହ୍ମଣ ଜାତିରେ ସେ ଜନ୍ମ ହେଇଛି, ସେ କିନ୍ତୁ ବ୍ରହ୍ମକର୍ମ କରୁନି, ସେ ବି କ୍ଷତ୍ରିୟ ହେଇଯାଉଛି। ନା ମୁଁ ମୋର ଯୁଦ୍ଧ ବିଭାଗରେ ଯିବି,
ତା କ'ଣ ଟାଣିକି କିଏ ଧରୁଛି? ତୁ ବ୍ରାହ୍ମଣ କାହିଁ ଯୁଦ୍ଧ ହେବାକୁ? ଏମିତି ସମ୍ବିଧାନ ଆମ ଭାରତରେ ଲେଖା ହେଇନି। ତମେ ବ୍ରାହ୍ମଣ କୂଳରେ ଜନ୍ମ ହେଇଛ ମାନେ ତମେ ଯୁଦ୍ଧ ସୈନ୍ୟବାହିନୀରେ ଯୋଗ ଦେବନି। ଏମିତି ତ କିଛି ନାହିଁ। ଜଣକୁ ଭଲ ଲାଗୁଛି ମୁଁ ମୋର ବ୍ରାହ୍ମଣ କାମ କରିବି, ଆମର ବ୍ରହ୍ମକର୍ମ ସମାଧିନ। କିନ୍ତୁ ବ୍ରାହ୍ମଣ ଭିତରେ ବି କ୍ଷତ୍ରିୟ ଅଛନ୍ତି, ବ୍ରାହ୍ମଣଙ୍କ ଭିତରେ ବି ବୈଶ୍ୟ ଅଛନ୍ତି, ବ୍ରାହ୍ମଣଙ୍କ ଭିତରେ ବି ଶୂଦ୍ର ଅଛନ୍ତି, ଆଉ କ୍ଷତ୍ରିୟଙ୍କ ଭିତରେ ବି ବ୍ରାହ୍ମଣ ଅଛନ୍ତି, ଆଉ ବୈଶ୍ୟ ଅଛନ୍ତି, ଶୂଦ୍ର ଅଛନ୍ତି। ଆପଣ ନିଜେ ଭାବୁନାହାନ୍ତି? ନିଜେ ଭାବନ୍ତୁ ପ୍ରକୃତରେ ଅଛନ୍ତି କି ନା। କୋଉ ଦେଶରେ ନାହାନ୍ତି, କେଉଁ ରାଜ୍ୟରେ ନାହାନ୍ତି, କିନ୍ତୁ ଅସ୍ପୃଶ୍ୟ ସ୍ପଷ୍ଟ ଭାବନା ଆମେ ସେଇଟାକୁ ଆମେ ଟାଣିକିରି ନେଇଯାଇଛୁ। ଯେତେବେଳେ ଆମେ ଯାଯାବର ଜୀବନଯାପନ କରୁଥିଲୁ, ଖାଇ ଜାଣିନଥିଲୁ, ପିନ୍ଧି ଜାଣିନଥିଲୁ, ରହି ଜାଣିନଥିଲୁ, ସେତେବେଳେ ଆମେ ଦଳ ଦଳ ହେଇକି ସବୁ ବୁଲୁଥିଲୁ। ଗୋଟାଏ ଜାଗା ନିର୍ବାଚନ ପାଇଁ ଏଇଠି ରହିଯିବା, ଏଇଗୁଡ଼ା ନଈ କୂଳ ଏମିତି ବଢ଼ିଆ ଦେଖାଯାଉଛି, ଏଇଠି ରହିବା ଜଙ୍ଗଲ। ଆମେ 50 ଜଣ ଯଦି ରହିଲୁ, ଆମେ ଆମ ଭିତରେ ଗୋଟେ ସଂସ୍କାର ସୃଷ୍ଟି ହେଲା। ଆମେ ବକଳ ପିନ୍ଧିବା, ଆମେ ଅଗ୍ନିରେ ପରିବାପତ୍ର ସିଝେଇକିରି ମାଂସ ସିଝେଇ ଖାଇବା, ଏସବୁ ତାଙ୍କ ସଂସ୍କାର ଆସିଗଲାଣି। ତେଣୁ ସେ ତାଙ୍କର ବସିକିରି ସବୁ ଗୋଟେ ସଂସ୍କାର ଧର୍ମ ସୃଷ୍ଟି ହେଲା। ସେତେବେଳକୁ କେଉଁ ହିନ୍ଦୁ ମୁସଲମାନ ଏସବୁ କିଛି ନଥିଲା। ଯେତେବେଳେ ତାର କିଛି ବର୍ଷ ପରେ ଯେତେବେଳେ ଅନ୍ୟ ଲୋକମାନେ ଆଇଲେ, ସେ କିନ୍ତୁ ସେଇ ମାନେ ଉଲଗ୍ନ ଅଛନ୍ତି, କଞ୍ଚା ମାଂସ ଖାଉଛନ୍ତି, ଅପରିଷ୍କାର ରହୁଛନ୍ତି। ଏମାନେ ତାଙ୍କୁ ଆଉ ତାଙ୍କ ସହିତ ମିଶି ପାରିଲେନି। ଏମାନେ କହିଲେ ତମେ ଯଦି ରହିବ, ତାଙ୍କ ଭିତରେ ଯୁଦ୍ଧ ବି ହେଲା, ଆଉ ଯଦି ବି ରହିବ ତୁମେ ଟିକେ ଦୂରେଇକିରି ରୁହ। ସେମାନେ ଦୂରେଇକିରି ରହିକିରି ଏମାନଙ୍କୁ ଲକ୍ଷ୍ୟ କଲେ, ଏମାନେ କେମିତି ଅଛନ୍ତି। ଆଜି ପର୍ଯ୍ୟନ୍ତ ଲକ୍ଷ୍ୟ କରୁଛନ୍ତି। ଆଜି ବି ଆପଣ ଆଣ୍ଡାମାନ ନିକୋବର ଯାଆନ୍ତୁ, ଦେଖିବେ ଆଜି ବି ଉଲଗ୍ନ ମଣିଷ ବୁଲୁଛି, ମୁର୍ଦାର କାଟିକିରି ଖାଉଛି। ଆମେ ଦେଖିକି ରହିବୁ। ଆଜି ବି କୋରାପୁଟ ଅଞ୍ଚଳ, ସେ କ'ଣ ଗୋଟେ ଆଦିବାସୀ ମାନେ ଅଛି, ସେ କ'ଣ ମାଳି ଦିହରେ ନିଜ ଦେହକୁ ଘୋଡ଼େଇଛନ୍ତି। ତାଙ୍କ ଭିତରେ ରାଜା ବି ଅଛନ୍ତି, ମନ୍ତ୍ରୀ ବି ଅଛନ୍ତି। ତେଣୁ ଆଜି ପର୍ଯ୍ୟନ୍ତ ସେ ପ୍ରକ୍ରିୟାଟା ଚାଲିଛି। ଘୂର୍ଣ୍ଣ ମନୋଭାବଟା ସେ ଆସିଛି, ସେଟା ମଣିଷକୃତ, ସେଟା ଦୈବୀକୃତ। କିନ୍ତୁ ଦେଖନ୍ତୁ ଧୀରେ ଧୀରେ ସେ ଅବସ୍ଥାରେ ଯାଉଛି। ସେ କୁଆଡ଼େ ପଳେଇବ, ମାନେ ଆଉ ଗଲାଣି, ଆଉ କଳ୍ପ ଅଛି। କିନ୍ତୁ ସେ ଗଲା ବେଳକୁ କ'ଣ, ଆମର ଯେଉଁ ଆଇନ ଗୁଡ଼ିକ କରାହେଇଛି, ଆମେ ପରା ସେ ଜାତିମାନଙ୍କୁ ମାନେ ଜାତିବାଦକୁ ଆମେ ଆଗେ ସୃଷ୍ଟି କରୁଛୁ। ମୁଁ ପଚାରୁଛି, ମୋ ଆଜିର କଥା ଯଦି କେହି ରାଜନୈତିକ ଲୋକମାନେ ଶୁଣୁଥିବେ, ସେ ବିଚାର କରିବେ। ଆମେ ସବୁ କିଛି କହିବୁନି, ସେ ତାଙ୍କ ନାଁ ଧରିବୁନି, ଏମିତି ସବୁ କହୁଛନ୍ତି। ଆଚ୍ଛା, ବ୍ୟାକୱାର୍ଡ, ଅଦର ବ୍ୟାକୱାର୍ଡ, ଓବିସି ଏସବୁ କ'ଣ? ଏ ଜାତି କିଏ ସୃଷ୍ଟି କରିଛି? ଏମାନେ ଏତିକି କୋଟା ପାଇବେ, ସେମାନେ ସେତିକି କୋଟା ପାଇବେ। ଜଣେ ପାଠ ପଢ଼ିକିରି ମାନେ ଫାର୍ଷ୍ଟ କ୍ଲାସରେ ପାସ୍ କରିଥିବ, ସେ କିନ୍ତୁ ଚାକିରି ପାଇବନି। ତେଣୁ ଜାତିବାଦକୁ ଉତ୍ସାହିତ କରୁଛି ଆମ ଶାସକମାନେ। ନିଜର ପଦବୀକୁ ରକ୍ଷା କରିବା ପାଇଁ, ଭୋଟ ପାଇବା ପାଇଁ ଏମାନେ ଏମିତି ସୃଷ୍ଟି କରି ଯାଇଛନ୍ତି, ତାକୁ ବର୍ତ୍ତମାନ ଯଦି
କେଉଁ ସରକାର ଖଣ୍ଡନ କରିବାକୁ ଆସିବ ଭାରତ ବର୍ଷରେ ନିଆଁ ଜଳିବ। ତେଣୁ ସମସ୍ତେ ଆମେ ତାକୁ ବୁଝିବା ଦରକାର। ଶାସକ ବୁଝି ବର୍ତ୍ତମାନ ଯିଏ ଆମର ଭାରତର କି ରାଜ୍ୟର ଶାସକ ଅଛନ୍ତି ସେ ଯଦି ଚାହିଁବେ ସେ ଉଠେଇ ପାରିବେ। ଆପଣ ଆମେରିକାରେ କ'ଣ ଚାଲିଛି? କଳା ଗୋରାର ଯୁଦ୍ଧ ଆଜି ବି ଚାଲିଛି। ଆଫ୍ରିକାରେ କ'ଣ ଚାଲିଛି? କଳା ଗୋରାର ଯୁଦ୍ଧ। ଆଉ ଆମରି ଦେଶରେ ହିନ୍ଦୁ କ'ଣ କରୁଛି ସେଇ କଥା। ମୁସଲମାନଙ୍କ ଭିତରେ କ'ଣ ଚାଲିଛି? ଶିଆ ସୁନିର ଯୁଦ୍ଧ। ଖ୍ରୀଷ୍ଟିଆନ ମାନଙ୍କ ଭିତରେ କ'ଣ ଚାଲିଛି? ଦଳେ କହୁଛନ୍ତି ଧର୍ମାନ୍ତୀକରଣ କରିବା, ଆଉ ଜଣେ ଧର୍ମାନ୍ତୀକରଣକୁ ବିରୋଧ କରୁଛନ୍ତି। ବୁଦ୍ଧଙ୍କ ଭିତରେ କ'ଣ ଚାଲିଛି? ତେଣୁ ସବୁଠି ସବୁ କଥା ଚାଲିଛି। କେବଳ ଇଙ୍ଗିତ କରାଯାଉଛି ହିନ୍ଦୁମାନ, ଆଙ୍ଗୁଠି ଦେଖାଯାଉଛି ହିନ୍ଦୁମାନ। କିନ୍ତୁ ହିନ୍ଦୁର ଯେଉଁ ଶାସ୍ତ୍ର, ହିନ୍ଦୁର ଯେଉଁ ବକ୍ତବ୍ୟ ସିଏ ଏକ ସ୍ୱତନ୍ତ୍ର। ଆପଣ କହିବେ ରାମାୟଣ ଭୁଲ। ହଁ, ମୁଁ ବି ଆପଣଙ୍କ ସାଙ୍ଗରେ ହଁ କହୁଛି, ହଉ ହେଲା ରାମାୟଣ ଭୁଲ। ଯଦି ପଚାରିବେ ରାମାୟଣ ଭୁଲ ଆପଣ କାହିଁ ପଢୁଛନ୍ତି? ଶିକ୍ଷାଟା ଅଛି ପଢିବିନି? ଶିକ୍ଷାଟା କ'ଣ ଖାଲି ଆଇଏ ବିଏ ଏମଏ ଆରି ଭିତରେ ଅଛି? କମନ ସେନ୍ସଟା ଅଛି। ଏଠି ସେନ୍ସ ଅଛି, ଏଠି କମନ ସେନ୍ସ ଅଛି। ରାମାୟଣରେ କମନ ସେନ୍ସ ଆମେ ଶିଖିବୁ, ଆଉ ସବୁ ହେଉଛି ସେନ୍ସ। କମନ ସେନ୍ସ, ପିତୃ ସତ୍ୟ ପାଳି ରାମ ଜଙ୍ଗଲକୁ ଗଲେ, ହେଲା କମନ ସେନ୍ସ। କୈକେୟୀ ଦଶରଥଙ୍କୁ ତାଙ୍କ ପୁଅ ରାଜା ହେବେ ବୋଲି ମାଗିଲେ, ଏଟା କମନ ସେନ୍ସ। ତେବେ ତିନିଟା ବାହା ହେଇଛ, ଜଣଙ୍କ ପୁଅ କ'ଣ ରାଜା ହବା, ଆଉ ମୋ ପୁଅ କାହିଁ ହବନି? ଏଗୁଟା ବିପ୍ଳବ। ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ୟାଙ୍କର କ'ଣ ଭିନେ ଭାନ ହେଇଛନ୍ତି? ବାଡ଼ିଆ ପିଟା ହେଇଛନ୍ତି? କଳିକଜିଆ କରିଛନ୍ତି? ଆମର କିଛି ନହେଲା ଏଠିକି ଶିଖିଲୁ। ଏଇଟା କମନ ସେନ୍ସ। ତା ଭିତରେ ଇଲେକ୍ଟ୍ରିକ୍ ପାୱାର କେମିତି ସୃଷ୍ଟି ହେଉଛି, କମ୍ପ୍ୟୁଟର କେମିତି ସୃଷ୍ଟି ହେଉଛି, ସେଗୁଡ଼ାକ ନାହିଁ। ସେଗୁଡ଼ା ଆମ ଦରକାର। ସେନ୍ସ ଏଇଟା ବିଦ୍ୟାଳୟ ମହାବିଦ୍ୟାଳୟରେ ମିଳିବ, କିନ୍ତୁ କମନ ସେନ୍ସଟା ମିଳେ ଶାସ୍ତ୍ରରୁ, ପୁରାଣରୁ। କୃଷ୍ଣ ବଳରାମଙ୍କର କ'ଣ ବାଡ଼ିଆ ପିଟା ହେଇଛି? ଆମର ତ ହଣାହଣି ହଉଛି। ତେଣୁ ଦିଟା ଜିନିଷ ଆମ ଗୀତାରେ ଗୋଟେ ଶବ୍ଦ କହିଲେ ଜ୍ଞାନ ବିଜ୍ଞାନ ଯୋଗ। ଜ୍ଞାନ ବିଜ୍ଞାନ ଯୋଗ ସପ୍ତମ ଅଧ୍ୟାୟ। ଏ ଦିଟା କଥା ଆଜି ବି ଚାଲିଛି। ଜ୍ଞାନ ଆଉ ବିଜ୍ଞାନର ଯୁଦ୍ଧ ଆଜି ବି ଚାଲିଛି। ତେଣୁ ସଜ୍ଜନ ସର୍ବେ ଭବନ୍ତୁ ସୁଖିନ, ଏ କଥା କହି କହି ଆମ ଜିଭରେ ଘା ହେଇଗଲାଣି। ଆମେ ସବୁବେଳେ କହୁଛୁ କେମିତି ଶାନ୍ତିରେ ଏ ପୃଥିବୀ ଚାଲିବ, ସେତିକି କଥା କେବଳ ଆମେ ଚିନ୍ତା କରୁଛୁ। ସେଇ କଥାଟାକୁ ଦେଖିକିରି ଯଦି ଆମେ ମରିବୁ, ତାହେଲେ ଆମ ମନରେ ଆମେ ଆନନ୍ଦରେ ମରିବୁ। ଆପଣ ଭାବୁଥିବେ ବାବା ବଳିଆ ଯେତେବେଳେ ମରିବେ ସେ ଗୋଟା କିଛି ଶିଶୁ ଅନନ୍ତାୟ ନମ କି ଜଗନ୍ନାଥାୟ ନମ, ଇଏ ଆଦୌ ଏ ଶବ୍ଦ ସବୁ ମୋର ଦରକାର ନାହିଁ। କାରଣ ମୋର ଗୁରୁଦେବ ମାନସ ଗୁରୁ ଠାକୁର ନିଗମାନନ୍ଦଙ୍କର ପ୍ରତିନିଧି ଭାବେ ଯାହାଙ୍କୁ ମୁଁ ପୂଜା କରେ, ହୃଦୟର ଦେବତା ନାମାଚାର୍ଯ୍ୟ ବାବା ବାୟା, ସେ କହିଥିଲେ আমি যাইব আইব যাইব চরণ সেবিব, আমি মুক্তি চাই না হরি, আমি ভক্তি চাই না হরি। ମୁଁ ଜଗନ୍ନାଥ କହିକିରି ମରିବାକୁ ଚାହୁଁନି,
କିନ୍ତୁ ଜଗନ୍ନାଥଙ୍କ ସେବା କରିବାକୁ ଜନ୍ମ ହେବି ବୋଲି କହୁଛି। ଯଦି ସମାଜ ଶାନ୍ତିରେ ରହିଲା, ଆପଣ ଭାବୁଥିଲେ ଆମେ ଆଶ୍ରମ କରୁଛୁ, ଇଏ ଆଶ୍ରମ ପ୍ରତି ମୋର ସାମାନ୍ୟ ଲୋଭ ନାହିଁ, ସାମାନ୍ୟ ବି ନାହିଁ। ବର୍ତ୍ତମାନ ବି ଗଭର୍ଣ୍ଣମେଣ୍ଟ କହୁ ଇଏ ଆଶ୍ରମକୁ ସେ ୟୁନିଭର୍ସିଟି କରିବ, ଆମେ ଛୁଟି ପଡ଼ିବୁ। ତେଣୁ ସଜ୍ଜନ କୁହାଳିଆ ମାନେ ବହୁତ ବଡ଼ ବଡ଼ କଥା କହନ୍ତି, କିନ୍ତୁ କାମରେ କିଛି ନଥାଏ। କିନ୍ତୁ ଆମେ ଯାହା କହୁଛୁ ବଡ଼ ପାଟିରେ କହୁଛୁ, ନିର୍ଭୀକ ଭାବରେ କହୁଛୁ, ଆଉ ସତ କହୁଛୁ। ତେଣୁ ଏଇ ଯୋଉ ଜାତିବାଦକୁ ଆପଣମାନେ ସୃଷ୍ଟି କରୁଛନ୍ତି, ଏ ଜାତିବାଦକୁ ଆଗେ ଉଠାନ୍ତୁ। ଗୀତାର ମହାନ ଶ୍ଲୋକ ଧର୍ମକ୍ଷେତ୍ରେ କୁରୁକ୍ଷେତ୍ର କହିଲେ, କୁରୁକ୍ଷେତ୍ର କହିଲେ ପୃଥିବୀ ସମବେତ। ଏଇଟା କ'ଣ? ତା ଭିତରେ ଗଛ, ପାହାଡ଼, ପର୍ବତ, ନଦ, ନଦୀ, ଝରଣା। ଆପଣ ଦେଖନ୍ତୁ, ଗୋଟେ କଥା ମୁଁ ଆପଣଙ୍କୁ ଉଦାହରଣ ଦେଉଛି। ପୁରା ନୀଳ କଙ୍କଡ଼ା ସମୁଦ୍ରରେ ମିଳେ, ତା ରକ୍ତରେ ଗୋଟେ ଔଷଧ ତିଆରି ହୁଏ। ସେ ଔଷଧକୁ କ'ଣ ସେ ଖାଏ? ଆମ ଗର୍ଭବତୀ ମହିଳାମାନଙ୍କ ପାଇଁ ଏକ ଅବ୍ୟର୍ଥ ଔଷଧ ତିଆରି ହୁଏ। ସମୁଦ୍ର ଅଶାନ୍ତ ହେବା ଦ୍ୱାରା ନୀଳ କଙ୍କଡ଼ା ଆଉ ନା ମିଳୁନାହାନ୍ତି। ଆମର ଯେଉଁ ପାତି ମାଙ୍କଡ଼ ମାନେ ଅଛନ୍ତି, ତାଙ୍କ ଏଇଟା ହଉ ଛାତି, ଛାତିଟାକୁ ନେଇକିରି ମଣିଷ ଛାତିରେ, ଯାର ଛାତି ଖରାପ ହେଇଛି, ଇଏ ଛାତି ନେଇ ସିଏ ଛାତିରେ ଲାଗିବ। ପାତି ମାଙ୍କଡ଼, ହନୁମାନ ନୁହେଁ। ଏ ଯେଉଁ ହନୁମାଙ୍କଡ଼, ଇଏ ସବୁ ଫଳମୂଳ ଖାଇବେ, ଇଏ ସବୁ ପାତି ମାଙ୍କଡ଼। ତେଣୁ ଯଦି ମଣିଷ ଏକୁଟିଆ ବଞ୍ଚିବ, ଗଛ ରହିବନି, ଜଙ୍ଗଲ ରହିବନି, ପାତି ମାଙ୍କଡ଼ ରହିବେନି, ବା କେହି ରହିବେନି, ତାହେଲେ ସର୍ବେ ଭବନ୍ତୁ ସୁଖୀନଟା କେମିତି ହେବ? ତେଣୁ ସର୍ବେ ଭବନ୍ତୁ ସୁଖୀନ କି କେଡ଼େ ବଡ଼ ମହାନ କଥା। କାଳେ ବର୍ଷନ୍ତୁ ପର୍ଜନ୍ୟ ପୃଥିବୀ ଶସ୍ୟ ଜାଳିନୀ। କାହିଁ ଭାରତ କଥା କହିଲେନି? ତେଣୁ ଏଇ କଥାକୁ ଯେଉଁମାନେ ଶୁଣୁଛନ୍ତି, ଯଦି ଅନ୍ୟ ଧର୍ମାବଲମ୍ବୀ ମାନଙ୍କୁ ଇଏ ବାଣୀ ଶୁଣେଇ ପାରିବେ ବା ବୁଝେଇ ପାରିବେ, ତାହେଲେ ଗୋଟେ ବଡ଼ କଥା ହେବ। ତେଣୁ ସମସ୍ତେ ସେଇ କଥା ଭିତରେ ଆମେ ନିଜକୁ ହଟେଇବା। ବିଶ୍ୱର ଶାନ୍ତି ହଉ, ଆମେ ପ୍ରାର୍ଥନା କରିବା। श्री राधे।